ନମସ୍କାର ବନ୍ଧୁଗଣ, ଆମେ ଶୁଣୁଛେ ଉପନ୍ୟାସ ଅମାବାସ୍ୟାର ଚନ୍ଦ୍ର। ଲେଖକ ବାରିଷ୍ଟର ଗୋବିନ୍ଦ ଦାସ। କ୍ଷୁଦ୍ର ସହର ବକ୍ଷରେ ବିରାଟ ଚର୍ଚ୍ଚ ପରି ଏକ ବିଶାଳ ପ୍ରାସାଦ। ସେଇଠି ବିଭିନ୍ନ ପ୍ରକାରର ଜୁଆ ଖେଳ ଅହରହ ଚାଲୁଥାଏ। ଯେଉଁମାନେ ଜୀବନର ପରିସର ଭିତରେ ସମ୍ୟକ ଭାବରେ ଉତ୍ତେଜନାରୁ ବଞ୍ଚିତ ହୁଅନ୍ତି, ତାହାର ପୂରକ ହୁଏ ମଣ୍ଟେ କାର୍ଲୋ। ସେଠି ସମସ୍ତ ଆୟୋଜନ ରହିଛି ମଣିଷକୁ ଏକ ତତ୍କାଳୀନ ସମସ୍ୟାରୁ ଊର୍ଦ୍ଧ୍ୱକୁ ନେଇ ଏକ ଅପାର୍ଥିବ ଜଗତରେ ପହଞ୍ଚାଇବା ପାଇଁ। ଆମରି ଏ କଲିକତାର ଘୋଡ଼ାଦୌଡ଼କୁ ଆସନ୍ତି କେଜରିୱାଲଙ୍କ ପରି ତରୁଣ ଯୁବକ। ବାପା ତାଙ୍କର ଛାଡ଼ି ଯାଇଛନ୍ତି ପ୍ରତ୍ୟେକ ସନ୍ତାନ ପାଇଁ ପ୍ରାୟ 2 ଲକ୍ଷ ଲେଖାଏଁ ଟଙ୍କା। ଗୋଟିଏ ପୁଅ ବସବାସ କରେ ଅର୍ଡ଼ିନାନ୍ସ କ୍ଲବରେ, ଅନ୍ୟଟି ରେସକୋର୍ସରେ। ଧନ ଓ ମନ ଦେଇ ଏକ ପ୍ରାଣରେ ଲକ୍ଷ୍ୟ କରୁଥାନ୍ତି ରକ୍ ପାୱାର, ମ୍ୟାଜିକ୍ ଲେଡି, କୁଇନ୍ ଷ୍ଟ୍ରିଟ୍, ବିଜୟା, ଧରତୀ କା ଚାନ୍ଦ ଆଦି ଅଶ୍ୱଙ୍କ ଜୀବନର ଦୈନିକ ପ୍ରଗତି। ଏମାନଙ୍କର ପିତା କିଏ? ମାତା ଅଷ୍ଟ୍ରିଆନ୍ ବା ଆଇରିଶ୍। କେଉଁ ଷ୍ଟେବଲରେ ଏମାନଙ୍କର ଜନ୍ମ? କେଉଁ ପଡ଼ିଆରେ କିଏ କିପରି ଦୌଡ଼ିଥିଲା? ଶୀତଦିନରେ ସୂର୍ଯ୍ୟଙ୍କ କୋମଳ ରଶ୍ମି ଏହାକୁ ସୁହାଏ ନା ବର୍ଷାସିକ୍ତ ଧରଣୀ ଉପରେ ଏହାର ପଦଚାରଣ ସହଜ ହୁଏ? ଏହି ସବୁର ସବିଶେଷ ବିବରଣୀ ସଂଗ୍ରହ କରିଥାନ୍ତି କେଜରିୱାଲଜୀ। ମାନ୍ଦ୍ରାଜରେ କିଏ କିପରି ଦୌଡ଼ିଥିଲା, ଦିଲ୍ଲୀରେ କିଏ କାହାକୁ ଟପିଥିଲା, ସେ ପୁଣି କେତେ ତଫାତରେ। କଲିକତାରେ ଶୀତକାଳରେ କିଏ ପଡ଼ିଆରେ ପ୍ରଥମେ ମୁହଁ ମୋଡ଼ି ଦେଇଥିଲା, ତାହାର ସମସ୍ତ ବିଷୟ ଅବଗତ ହୋଇଛନ୍ତି ଏ ମହାଶୟ। କେବଳ ସେତିକି ନୁହେଁ, ଏ ଘୋଡ଼ାର ବାପ ବର୍ତ୍ତମାନ ଅଷ୍ଟ୍ରେଲିଆରେ କ'ଣ କରୁଛି, ମା କିପରି ଅଛି, ସେମାନଙ୍କର ଦେହରେ କି କି ବ୍ୟାଧି ଅଛି, ସବୁ ଜାଣନ୍ତି। ଶନିବାର ସନ୍ଧ୍ୟାଠୁ ଆର ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ହିସାବ ନିକାଶ କରୁଥାନ୍ତି। ଯୁକ୍ତି କରନ୍ତି ଯେ ଏଇ ଘୋଡ଼ା ଉପରେ ଆଉ 15 ପାଉଣ୍ଡ ଓଜନ ବଢ଼ାଇ ଦିଆଯାଇଛି ସତ, କିନ୍ତୁ ପ୍ରତ୍ୟେକ ରେସ୍ ପରେ ଘୋଡ଼ାର ଆହୁରି 20 ପାଉଣ୍ଡ ଓଜନର ଦକ୍ଷତା ବଢ଼େ। କାରଣ ଏ ହେଉଛି ଆୟାରଲାଣ୍ଡର ପଶୁ, କିଛି ଦେଶୀ ନୁହେଁ। ତେଣୁ ସେ ଉପସଂହାର କରନ୍ତି ଯେ ଏପରି ଓଜନ ସତ୍ତ୍ୱେ ସେ ନିଶ୍ଚୟ ଜିତିବେ, ଅବଶ୍ୟ ଜିତିବେ। ଏହା ଅଙ୍କ ଓ ଇତିହାସର ମିଳିତ ଉପସଂହାର। ଆହୁରି ଅନେକ ଆସନ୍ତି ମିଷ୍ଟର ଜନ୍ ପରି ଆଙ୍ଗ୍ଲୋ ଇଣ୍ଡିଆନ୍। ଏ ରେସକୋର୍ସ ତିଆରି ହେଲା ଦିନରୁ ସେ ଏହାର ସାଙ୍ଗରେ ବଢ଼ି ଆସିଛନ୍ତି। ଅବଶ୍ୟ ସେତେବେଳେ ସାହେବମାନେ ଥିଲେ। ସାହେବମାନଙ୍କ ସାଙ୍ଗରେ ସେ ଯାଆନ୍ତି ରେସକୋର୍ସକୁ। ସେମାନେ ଏହାଙ୍କ ଲାଗି କୌଣସି ନା କୌଣସି କାମ ବାହାର କରନ୍ତି। କେତେବେଳେ ଗେଟରେ, କେତେବେଳେ ରେସ୍ତୋରାଁରେ। ସାହେବମାନେ ମଝିରେ ମଝିରେ ପୁରସ୍କାର ଦିଅନ୍ତି, ଯଦିଓ ମିଷ୍ଟର ଜନ୍ ଉପଯୁକ୍ତ ଟିପ୍ସ ଦିଅନ୍ତି। ସେ ନାନାଦି ଖବର ପହଞ୍ଚାନ୍ତି ଖେଳାଳିମାନଙ୍କ ପାଖରେ। କେଉଁ ଜକି କେଉଁ ଘୋଡ଼ାରେ କାହା ଜରିଆରେ କେତେ ଟଙ୍କା ଏ ଖେଳରେ ଲଗାଇଛି। ଜକି ଯଦି ଲଗାଇଛି, ତାହେଲେ ସେଇ ଘୋଡ଼ା ଜିତିପାରେ। କାରଣ ସେ ଘୋଡ଼ାକୁ ଅନ୍ୟମାନଙ୍କ ଠାରୁ ବେଶୀ ଭଲ ଭାବରେ ଚିହ୍ନେ। ମିଷ୍ଟର ଜନ୍ ତାଙ୍କର ହେତୁ ହେବା ଦିନଠାରୁ ଜ୍ଞାତସାରରେ କୌଣସି ରେସ୍ ଖେଳକୁ ବାଦ୍ ଦେଇନାହାନ୍ତି। ତାଙ୍କ ପାଇଁ ସେ ଜମି, ସେ ଘର, ସେଠାକାର ଖେଳୁଆଡ଼, ସେ ପରିସର ସମ୍ପୂର୍ଣ୍ଣ ସଂସାର। ଖେଳ ହେବା ଦିନ ସକାଳୁ ସେ ଯାଆନ୍ତି ସ୍ପଟ୍ ଦେଖି। ଘୋଡ଼ାମାନେ ଯେତେବେଳେ ଟ୍ରାଏଲ୍ ରେସ୍ ଦେଉଥାନ୍ତି, ମର୍ଣ୍ଣିଂ ପ୍ରାକ୍ଟିସ୍ ଭାବରେ କାଗଜରେ ସେସବୁ ମଧ୍ୟ ବାହାରେ। ସକାଳୁ ଅମୁକ ଘୋଡ଼ା ଏତେ ସମୟ ଭିତରେ ଏତେ ବ୍ୟବଧାନରେ ଏହାକୁ ଜିତିଛି। ଏଥିରୁ ନିର୍ଦ୍ଧାର୍ଯ୍ୟ ଉପସଂହାର କିଛି ବାହାରିବ ନାହିଁ, ତଥାପି କିଛି ଇଙ୍ଗିତ ମିଳିବ ଉକ୍ତ ଅପରାହ୍ନରେ ତାର କୃତକାର୍ଯ୍ୟ ଚାନ୍ସ ସଂକ୍ରାନ୍ତରେ। ମିଷ୍ଟର ଜନ୍ଙ୍କ ପ୍ରତିକୂଳ ଆର୍ଥିକ ପରିସ୍ଥିତି ହେତୁ ନିଜେ ଆଉ ଖେଳିପାରନ୍ତି ନାହିଁ। ତଥାପି ଏ ଆବାହାୱା, ଏ ପଡ଼ିଆ, ଘୋଡ଼ା
ସବୁ ତାଙ୍କର ବଞ୍ଚିବା ପାଇଁ ଅପରିହାର୍ଯ୍ୟ। ମିଷ୍ଟର ଓ ମିସେସ୍ ଘୋଷ ଏବଂ ମିଷ୍ଟର ଓ ମିସେସ୍ ସିଂଙ୍କ ପନ୍ଥା ଅନ୍ୟ ଧରଣର। ସେମାନେ କାଗଜ ପେନସିଲ ନେଇ ସବୁବେଳେ ରେସକୋର୍ସରେ ଘୁରି ବୁଲୁଥାନ୍ତି। ଘୋଡ଼ାର ମାଲିକ, ପ୍ରତିଷ୍ଠିତ ବ୍ରୋକର, ବୁକମେକର ବା କେଜରିୱାଲଙ୍କ ପରି ଲୋକମାନଙ୍କ ସହିତ ସାକ୍ଷାତ କରି ମତାମତ ଯୋଗାଡ଼ କରନ୍ତି। ଯେଉଁ ଘୋଡ଼ା ସପକ୍ଷରେ ମତ ସବୁଠାରୁ ଅଧିକ ହୁଏ ତାକୁ ମିଳନ୍ତି ଖବରକାଗଜର ଭବିଷ୍ୟତ ଗଣନା ସହିତ। ଉଭୟେ ବସି ଗଣତାନ୍ତ୍ରିକ ପନ୍ଥାରେ ସିଦ୍ଧାନ୍ତ କରନ୍ତି କେଉଁ ଘୋଡ଼ାର ଜିତିବାର ଆଶା ସବୁଠାରୁ ବେଶୀ। ପୁଣି ସେହି ଘୋଡ଼ାଟି ପିଛା ସମୁଦାୟ ଅର୍ଥ ଲଗାନ୍ତି ନାହିଁ। ଗୋଟିଏ ପଛରେ ଉଇନ୍ ଦେଲେ ଅନ୍ୟଟାରେ ପ୍ଲେସ୍ ଲଗାନ୍ତି। ଜିତିଲେ ଅର୍ଥାଗମ କମ୍ ହୁଏ ସତ, କିନ୍ତୁ ହାରିଗଲେ କ୍ଷତି ବି ବେଶୀ ହେବ ନାହିଁ। ପରିପକ୍ୱ ନାରୀତ୍ୱର ସଂସାରୀ ବୁଦ୍ଧିର ପରିଣାମ। ମିସ୍ ମାଥୁର ଓ ମିସ୍ ଜେନିଙ୍କ ପରି ତରୁଣୀମାନଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ। ସଭ୍ୟମାନଙ୍କ ଗ୍ୟାଲେରୀରେ ଦେହର ପ୍ରତ୍ୟେକ ପ୍ରତ୍ୟଙ୍ଗ ସଦ୍ୟ ଯୌବନର ଉତ୍କଟ ପ୍ରଚାର କରୁଥାନ୍ତି। ତାଙ୍କର ପରିଧାନ ନିଜର ଯୌବନକୁ ଆବଦ୍ଧ କରିପାରୁ ନଥାଏ। ନିଜକୁ ଶ୍ରମ ସହକାରେ ପରିଚିତ କରାନ୍ତି ଅନ୍ୟାନ୍ୟ ଧନାଢ଼୍ୟ ବ୍ୟକ୍ତିଙ୍କ ସହିତ, ବିଶେଷତଃ ପ୍ରୌଢ଼ଙ୍କ ଦଳରେ। ନିହାତି ତରୁଣ ହେଲେ ହଠାତ୍ ଦାବି କରି ବସିବେ ରୂପକୁ। ବୃଦ୍ଧ ହେଲେ କୌଣସି ସ୍ୱାର୍ଥ ରଖିବେ ନାହିଁ ଏ ତରୁଣୀ ଗୋଷ୍ଠୀଙ୍କ ପ୍ରତି। ସଦ୍ୟ ବିଗତ ଯୌବନର ଉପସଂହାରରେ ଉପନୀତ ମଧ୍ୟକାଳବର୍ତ୍ତୀ ପୁରୁଷମାନେ ସାଧାରଣତଃ ଆକୃଷ୍ଟ ହେବେ ଏପରି ନାରୀମାନଙ୍କ ପାଇଁ। ନିଜର ଯୌବନକୁ ପ୍ରତିପାଦନ କରିବାକୁ ଚାହାନ୍ତି ଅର୍ଥ ଦେଇ, ସାହାଯ୍ୟ ଦେଇ। ଅଥଚ ନାରୀଠୁ ପ୍ରତିଦାନ ପାଇଁ ଦାବି ଥିବ ମାବୁଲି। ସେଇମାନେ ମିସ୍ ଜେନି ଓ ମିସ୍ ମାଥୁରଙ୍କୁ କିଣିଦେବେ ଟିକେଟ, ଆଣିଦେବେ ଡ୍ରିଙ୍କସ୍, ଆତିଥ୍ୟ ଦେବେ ଓ ଶେଷରେ ଲିଫ୍ଟ ଦେବେ ସେମାନଙ୍କ ବାସସ୍ଥାନ ପର୍ଯ୍ୟନ୍ତ। ଫିର୍ପୋ ବା ମୋଗାମ୍ବୋରେ ଡିନରଟା ବି ସମ୍ଭବ। ଘୂରି ବୁଲୁଥାନ୍ତି ଏମାନେ ଉପଯୁକ୍ତ ଶିକାରୀ ଅନ୍ୱେଷଣରେ। ଏହିସବୁ ଗୋଷ୍ଠୀର କିଛି କିଛି ନେଇ ମିଷ୍ଟର କାଉଲ ଗଠିତ। ଏହି ଅର୍ଥରେ ସେ ଏମାନଙ୍କଠାରୁ ସ୍ୱତନ୍ତ୍ର। କେଜରିୱାଲଙ୍କ ଅନୁବର୍ତ୍ତିତା କିଛି ଲକ୍ଷ୍ୟ କରାଯାଏ ତାଙ୍କଠି। ଜନ୍ଙ୍କ ପରି ମଧ୍ୟ କିୟତ୍ ପରିମାଣରେ ତାଙ୍କ ଧମନୀରେ ଏକ ବାୟୁମଣ୍ଡଳର ନିଶା ରହିଛି। ଘୋଷ ଓ ସିଂଙ୍କର ହିସାବୀ ବୁଦ୍ଧିରୁ ସେ ଏକାବେଳେ ବଞ୍ଚିତ ନୁହନ୍ତି। ପ୍ରୌଢ଼ ନହେଲେ ହେଁ ମଝିରେ ମଝିରେ ଆଶ୍ରୟ ମଧ୍ୟ ଦିଅନ୍ତି ଜେନି ଓ ମାଥୁରଙ୍କ ପରି ତରୁଣ ଗୋଷ୍ଠୀକୁ ବା ବଡ଼ ବଜାରର ବାଇଜିମାନଙ୍କୁ। ବେଳେବେଳେ ଖେଳିବା ପାଇଁ ଇଚ୍ଛା ନଥିଲେ ସେଠି ଘୂରି ବୁଲି ସରକାରୀ ଦପ୍ତରର ଖ୍ୟାତନାମା ଅଫିସର ବା ବାରିଷ୍ଟରମାନଙ୍କୁ ସାହଚର୍ଯ୍ୟ ଦିଅନ୍ତି ଗ୍ୟାଲେରୀ ଉପରେ, ପ୍ରାଇଭେଟ୍ ବାର୍ରେ। କିନ୍ତୁ କାଉଲଙ୍କର ଗୋଟିଏ ବିଶେଷତ୍ୱ ଅଛି, ଯେଉଁଠି ଅନ୍ୟ କାହାଠି କ୍ୱଚିତ୍ ଦେଖିବାକୁ ମିଳେ। ସେଇଟା ହେଉଛି ତାଙ୍କର ବିଚକ୍ଷଣ ଅନ୍ତଃଶକ୍ତି ବା ଇନ୍ଟ୍ୟୁସନ୍। ସେ ବି ଖବରକାଗଜ ଦେଖନ୍ତି, ଜକିଙ୍କ ସହିତ ସାଲିସ କରନ୍ତି, ହିସାବ ଦେଖନ୍ତି, ଇତିହାସ ବୁଝନ୍ତି। କିନ୍ତୁ ତାଙ୍କର ଏସବୁର ଉପସଂହାରକୁ ଟାଳିଦିଏ ତାଙ୍କର ନିଜ ଅନ୍ତରର ନିର୍ଦ୍ଦେଶ। ଯେତେବେଳେ ସେ ଘୋଡ଼ାକୁ ଦେଖନ୍ତିନି ଯେ ପାଡ଼କ ଭିତରେ ମଝିରେ ମଝିରେ ମନ ତାଙ୍କର ଯେପରି କହେ, ଦେଖ ଏ ଯେଉଁ ଘୋଡ଼ା ସାମ୍ନାରେ ଚାଲିଯାଉଛି 7 ନମ୍ବର, ତାର ଆଖିକୁ ଦେଖ, ତାର ଗୋଡ଼ର ଟାପୁକୁ ନଜର କର, କାନ୍ଧର ଗୋଲେଇକୁ ବୁଝ, ତାର ବିଜୟର ନିଶାକୁ ଉପଲବ୍ଧି କର। ବିଜୟ ତ ଏହାର ଭାଲରେ ଲେଖା। ଏଇ ତୋର ଚଏସ୍। ବ୍ୟାକ୍ କର ଏହାରି ପିଛା। 5,000, 7,000, 10,000। କାଉଲ ସେ ମୁହୂର୍ତ୍ତରେ ବିଚଳିତ ହୁଅନ୍ତି। ଛାତି ଭିତରୁ କିପରି ଗୋଟିଏ ଉନ୍ମାଦନା ଉଠେ। ଆଖି ଦିଶେ ଲାଲ। ଦେହ ଭିତରେ ଗୋଟିଏ ଶିହରଣ ଅନୁଭବ କରନ୍ତି। ବୁକିକୁ କହନ୍ତି, ମୋର 7 ନମ୍ବର ଘୋଡ଼ାରେ 5,000 ଘଣ୍ଟି ବାଜେ।
ଘୋଡ଼ା ସବୁ ଯାଆନ୍ତି ରେସ୍ ଟ୍ରାକ୍କୁ। ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖନ୍ତି ଧଳାର ଟେପ୍ ଉଠିଲା। ସମସ୍ତେ ଦୌଡ଼ିବା ଆରମ୍ଭ କଲେ। ନିଜେ ଯେପରି ତାଙ୍କର ଘୋଡ଼ାର ପିଣ୍ଡ ଭିତରେ ପଶି ଯାଉଛନ୍ତି। ତାରି ସାଙ୍ଗରେ ସେ ମଧ୍ୟ ଟପୁଛନ୍ତି ଗୋଟାଏ ପରେ ଗୋଟାଏ। ପାଖ ହୋଇ ଆସିଲା ଶେଷ ଗୋଲେଇଟା। କାଉଲ ଅନ୍ୟ ସମସ୍ତଙ୍କୁ ଯେପରି ପଛରେ ପକାଇ ଛୁଟି ଆସିଲେ ଗୋଟିଏ ଆପ୍ରାଣ ମାଦକତାରେ। ଚାରିଆଡ଼ୁ ପାଟି ହେଉଥାଏ, ଧ୍ୱନି ଶୁଭୁଥାଏ, ତାଳି ବାଜୁଥାଏ। ତାରି ଭିତରେ ତାଙ୍କର ଘୋଡ଼ା ଜିତିଲା। କାଉଲଙ୍କ ସାର୍ଟ ଝାଳରେ ବୁଡ଼ିଗଲାଣି। ଯେପରି ଏ 2000 ମିଟର ସେ ନିଜେ ଦୌଡ଼ିଛନ୍ତି। ସେଦିନ ଜିତିଲେ 25,000। କିନ୍ତୁ ଅଧିକାଂଶ ଦିନ ତାଙ୍କର ମନ ବି ଧୋକା ଦିଏ। ଘୋଡ଼ାକୁ ଯେତେ ଅନାଇଲେ ବି ମନରୁ ସେପରି ସ୍ପନ୍ଦନ ଆସେ ନାହିଁ। ଜାଣିପାରନ୍ତି ନାହିଁ ପରିଣାମ କ'ଣ ହେବ। ଖାମଖିଆଲି ଭାବରେ କାଉଣ୍ଟରରେ ବା ବୁକିଂ ପାଖରେ ପହଞ୍ଚନ୍ତି। ଯାହା ମନକୁ ଆସେ ସେଇ ଘୋଡ଼ାରେ ଲଗାନ୍ତି। ଅନେକ ଥର ହାରନ୍ତି, ଅନେକ ଥର ଜିତନ୍ତି ମଧ୍ୟ। କିନ୍ତୁ ସେସବୁ ଆକସ୍ମିକ। ଉପହାସ ଛଳରେ କୁହାଯାଏ ଯେ ବର୍ତ୍ତମାନ କମନୱେଲ୍ଥ ଦେଶମାନଙ୍କ ମଧ୍ୟରେ ମିଳନ ପାଇଁ ଆଉ କୌଣସି ବିଷୟ ନାହିଁ, କେବଳ ଘୋଡ଼ା ଦୌଡ଼ ଓ କ୍ରିକେଟ ଛଡ଼ା। କିନ୍ତୁ ପ୍ରଥମେ ଘୋଡ଼ା ଦୌଡ଼ ଆରମ୍ଭ ହୋଇଥିଲା ଗ୍ରୀସ୍ ଦେଶରେ। ପ୍ରାୟ ଖ୍ରୀଷ୍ଟପୂର୍ବ 624ରେ ପାରାକଷ୍ଠା ଲାଭ କଲା ରୋମରେ। ବର୍ତ୍ତମାନ ଯେପରି ଆଇରିଶ ଘୋଡ଼ାକୁ ସମ୍ମାନ ଦିଆଯାଉଛି, ସେତେବେଳେ ଦିଆଯାଉଥିଲା ଆରବ ଦେଶର ଘୋଡ଼ାକୁ। ଦ୍ୱିତୀୟ ହେନରୀଙ୍କ ବେଳକୁ ଏ ଖେଳ ଭିତରେ ବିଲାତରେ ପହଞ୍ଚିଲାଣି ପ୍ରାୟ 1174 ଖ୍ରୀଷ୍ଟାବ୍ଦରେ। କିନ୍ତୁ ଏହା ଭିତରକୁ କେବଳ ରଜା ବା ବଡ଼ ବଡ଼ ବ୍ୟାରନଙ୍କ ପ୍ରବେଶ ଥିଲା। ପ୍ରାଇଜ୍ ଦେଇ ଖେଳ ଆରମ୍ଭ ହେଲା ରିଚାର୍ଡଙ୍କ ସମୟରେ। ଘୋଡ଼ା ଦୌଡ଼ ଦର୍ଶନ ଓ ବ୍ୟବସାୟ ହିସାବରେ ପ୍ରତିଷ୍ଠା ପାଇଲା ଇଂଲଣ୍ଡରେ ପ୍ରାୟ 1600 ଖ୍ରୀଷ୍ଟାବ୍ଦରେ। ଏଥିପାଇଁ ବିଭିନ୍ନ ଦେଶରୁ ଘୋଡ଼ା ଆସିଲା। ଏମାନଙ୍କ ବଂଶଧରମାନଙ୍କୁ ଏବେ ବି ରୟାଲ ମେୟାର କୁହାଯାଉଛି। ସେତେବେଳେ ଜକିମାନେ ଗୋଟିଏ ସମ୍ମାନଜନକ ଶ୍ରେଣୀ ଭାବରେ ସୃଷ୍ଟି ହେଲେ। ହାଣ୍ଡିକ୍ୟାପ୍ କଥା ଉଠିଲା। ଘୋଡ଼ାକୁ ତା'ର ଐତିହ୍ୟ ରଖି ଜନ୍ମ କରାଇବା କଥା ସବୁ ଠିକ୍ କରାଗଲା। ସେତେବେଳଠାରୁ ଆଜି ପର୍ଯ୍ୟନ୍ତ ସମଗ୍ର ପୃଥିବୀରେ ଏହି ପ୍ରଥା ପ୍ରଚଳିତ ହୋଇ ଆସୁଅଛି। ବୁନିଆଦି ଦେଖି ବାପା ମା ଠିକ୍ କରି ସେ ଅନୁସାରେ ପିଲା ଜନ୍ମ କରାଯାଏ। ସେଇମାନେ ପୋଖତ ଦୌଡ଼ିବା ଘୋଡ଼ା ହୁଅନ୍ତି। ଆନ୍ତର୍ଜାତିକ କ୍ଷେତ୍ରରେ ଦେଶ ବର୍ଣ୍ଣ ବ୍ୟତିରେକ ବିବାହ ମିଳନ କେବଳ ଏହି ଜାତି ମଧ୍ୟରେ ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇଛି। ଯେଉଁମାନେ ଏ ଘୋଡ଼ା ଖେଳକୁ ଯାଆନ୍ତି, ସେମାନଙ୍କ ପାଇଁ ସେ ସମୟ ପାଇଁ ସମଗ୍ର ବିଶ୍ୱରେ କୌଣସି ବିଷୟ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯଦି କେହି କୁହେ ତୁମ୍ଭର ପୁତ୍ର ଗୁରୁତର ଭାବରେ ପୀଡ଼ିତ, ତୁମେ ଶୀଘ୍ର ଘରକୁ ଫେରିଯାଅ, ଉତ୍ତର ହେବ ଏହି ରେସ୍ଟା ସରିଯାଉ, ତାପରେ ଯିବା। ଯଦି କେହି କହେ ତୁମର ସ୍ତ୍ରୀ ମୋଟର ଆକ୍ସିଡେଣ୍ଟରେ ପଡ଼ିଯାଇଛନ୍ତି, ଏହି ଭଦ୍ରଲୋକ ପଚାରିବେ କେଉଁ ଡାକ୍ତରଖାନାରେ ସେ ବର୍ତ୍ତମାନ ଅଛି। ତାର ଠିକଣା ଦିଅ, ରେସ୍ ପରେ ଯାଇ ପହଞ୍ଚିବି। ଦୁନିଆରେ କୌଣସି ଦୁର୍ଯୋଗ ବା ଦୁର୍ଘଟଣା ନାହିଁ ଯାହାକି ତାଙ୍କୁ ସେଠି ଟାଣି ନେଇପାରିବ। ଇଏ ଏପରି ନିଶା ଯାର ଶେଷ ହେଉଛି ଖେଳର ଉପସଂହାରରେ। ଯଦି ଦେଖାଯାଏ ଯେ ଗୋଟିଏ ଡେଡ୍ହିଟ୍ ହୋଇଛି, ଅର୍ଥାତ୍ ଦୁଇଟି ଘୋଡ଼ା ଏକ ମୁହୂର୍ତ୍ତରେ ଶେଷଗାର ଟପି ଅଛନ୍ତି, କିଏ ଜିତିବ କିଏ ହାରିବ ତାର ମୀମାଂସା ହେବ ଫଟୋର ପ୍ରମାଣ ଉପରେ। କ୍ରମାଗତ ଭାବରେ ଫଟୋ ନିଆ ହେଉଥାଏ ଟ୍ରାକ୍ର ଶେଷରେଖା ଉପରେ, ଯାହାକୁ ଟପିଲେ ଦୌଡ଼ ଶେଷ ହେଲା ବୋଲି ଘୋଷଣା କରାଯିବ। ସେହି ମୁହୂର୍ତ୍ତରେ ଆଗ୍ରହ ଓ ଉତ୍ତେଜନାକୁ ଟପି ଆଉ କୌଣସି ଅନୁଭୂତି ନାହିଁ। ଅଥବା ଯଦି ଗୋଟାଏ ଘୋଡ଼ା ଆର ଘୋଡ଼ା ସାମ୍ନାରେ ଟପି ଗୋଟିଏ କଡ଼ରୁ ଚାଲି ଆସି ଜିତିଲା, ତାହେଲେ ଭଙ୍ଗ ହେଲା ନିୟମର। ସଙ୍ଗେ ସଙ୍ଗେ ଖେଳାଳିଙ୍କ ତରଫରୁ ବା ଜକି ତରଫରୁ ଆପତ୍ତି କରାଯିବ। ଆପତ୍ତି କଲେ ପଡ଼ିଆରେ ଗୋଟିଏ ତିନିକୋଣିଆ ନାଲି ବାକ୍ସ ଖୁଣ୍ଟ ଉପରକୁ
ଉଠିବ, ବସିବ ଷ୍ଟୁଆର୍ଡ଼ମାନଙ୍କର ସଭା। 10-15 ମିନିଟ୍ ଭିତରେ ସିଦ୍ଧାନ୍ତ ହୋଇଯିବ। ଆପତ୍ତି ଯୁକ୍ତିଯୁକ୍ତ କି ନୁହେଁ ସେହି ଅନୁସାରେ ସିଦ୍ଧାନ୍ତ ଘୋଷିତ ହେବ। ଉଠିବ ସେହିପରି ଆଉ ଗୋଟିଏ ଧଳା 3 କୋଣିଆ ବାକ୍ସ। ଏହାଠୁ ଭଳି ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଆଉ ନାହିଁ ଏ ଖେଳାଳିମାନଙ୍କ ପକ୍ଷରେ। ଅନେକ ଦିନ ପରେ କାଉଲ ଫେରିଥାନ୍ତି ସହରକୁ। ରେସ୍କୁ ଯାଉଥାନ୍ତି। ପହଞ୍ଚୁ ପହଞ୍ଚୁ ଦେଖାଦେଲେ ମିସ୍ ଜେନି। ଉଚ୍ଛ୍ୱସିତ ପ୍ରଶଂସା କଲେ କାଉଲଙ୍କୁ, ତାଙ୍କର ରୂପ ଓ ଖେଳର କରାମତିକୁ। କହିଲେ ତାଙ୍କ ବିହୁନେ ସେ ଅନେକ ଦିନ ନିଃସ୍ୱ ହୋଇ ରହିଯାଇଛନ୍ତି। ଆଜି ସେ ସୁଯୋଗ ମିଳିଛି। ଅନେକ ଦିନର ପରାଜୟର ପ୍ରତିଶୋଧ ନେବେ। ଆଜି ତାଙ୍କୁ ଯେପରି କାଉଲ ନିଶ୍ଚୟ ଜଣାନ୍ତି। କାଉଲ ସେଦିନ ଖୁବ୍ ଉତ୍ସାହୀ ଥାନ୍ତି। ଫେରିଛନ୍ତି ଲେବାନନରୁ। ଜେନିଙ୍କର ସମସ୍ତ ନିବେଦନକୁ ଗ୍ରହଣ କରି ପ୍ରତିଶ୍ରୁତି ଦେଲେ ତାଙ୍କର ବିଜୟ ପାଇଁ। ତା ଛଡ଼ା ଜେନି ଯେଉଁ ରୂପର ସମ୍ଭାର ନେଇ ଆସିଛନ୍ତି, କିଏ ସ୍ୱାମୀ ବିବେକାନନ୍ଦ ଆଜି ଯେ ତାକୁ ଅବହେଳା କରିପାରିବ? କାଉଲ ତାଙ୍କର ସମସ୍ତ ବୁଦ୍ଧି ବିବେକ ଜ୍ଞାନ ଖଟାଇ ଖେଳି ବସିଲେ। ନିଜ ପାଇଁ 1000, ଜେନିଙ୍କ ପାଇଁ 500। ପ୍ରଥମ ଦୌଡ଼ା ସରିଗଲା। କାଉଲ ଯାହା ପିଛା ଲଗେଇଥିଲେ ସେ ବିଚରା କେଉଁ ପଛରେ ପଡ଼ି ରହିଲା। ହାରିଲେ କାଉଲ, ହାରିଲେ ଜେନି। କାଉଲ କହିଲେ, ଡିଅର୍, ଏଇ ତ ଆରମ୍ଭ ମାତ୍ର। ପ୍ରଥମରୁ ବିଜୟ ଯାତ୍ରାର ଶୁଭ ଲକ୍ଷଣ ନୁହେଁ। ଅନେକ ତ ଅଛି ଖେଳିବା ପାଇଁ। 2 ଜଣ ଛିଡ଼ା ହୋଇ ରହିଲେ କିଛି ସମୟ ସେହି ଗଛ ତଳେ। ପିଇଲେ କୋକୋକୋଲା। ଦ୍ୱିତୀୟ ରେସ୍ ପାଇଁ ଘୋଡ଼ାମାନେ ଆସିଗଲେଣି। କାଉଲ କହିଲେ, ଜେନି, ଏଥର 3 ନମ୍ବର। ଦେଖ ତୁମ ରୂପର କରାମତି। ଘୋଡ଼ାଟି ଖାଲି ତୁମକୁ ଦେଖୁ। ତୁମେ ତାକୁ କୁହ ଯେ ତୁମେ ତାର ପୃଷ୍ଠପୋଷକ। ଏତେ ରାଜା ମହାରାଜାଙ୍କ ଶ୍ରଦ୍ଧା ପାଉଛ, ଏ ପଶୁଟି ତମକୁ ଅବଶ୍ୟ ହେଳା କରିବ ନାହିଁ। ଏଇଥର ପୁରାତନ ପରାଜୟକୁ ନିଶ୍ଚିହ୍ନ କରି ନୂତନ ବିଜୟର ଧ୍ୱଜା ଉଠିବ। ମୋର 2000 ଏଥିରେ, ତୁମର ରହିଲା 500। ଜିତିଲେ ପାଇବ 16,000। ଟିକିଏ ଉପହାସ ଛଳରେ କହିଲେ, ଏ ସପ୍ତାହଟା ଚାଲିଯିବା ସାଇଗନକୁ ହନିମୁନ୍ ପରି ଉପଭୋଗ କରିବା। ଘଣ୍ଟି ବାଜିଲା ଘୋଡ଼ା ଦୌଡ଼ରେ। 3 ନମ୍ବର ହେଲା